ଦେଖନ୍ତୁ ଆଜି ଆମେ ଏକାଠି ହେବାର କାରଣ ହେଉଛି ଆମ ବହୁତ ଦୁଃଖ ପୀଡ଼ା ରହୁଛି। ବହୁତ କଷ୍ଟ ପିଲାମାନେ ଡେଲି ଡେଲି ମରି ମରି ବଞ୍ଚନ୍ତି ଅଫିସ୍ ଗୁଡ଼ାରେ। କାହିଁକି ଗୋଟେ ସବୁଠୁ ବାଧେ, ମୁଁ ଗୋଟେ କାମ କଲି, ତା କାମଟା ଆଉ ଜଣେ ଶ୍ରେୟ ନେବ। ମୁଁ ଆଉ ଜଣକାର ଆଇଡି, ମୁଁ କାମଟା କଲି କିନ୍ତୁ ଆଇଡି ହେବ ଆଉ ଜଣକାର। ମୁଁ ସବୁ ଚିଠି ପ୍ରିପେୟାର କଲି, ଆଉ ଜଣେ ଖାଲି ସାଇନ୍ ମାରିବ। ତ ମୁଁ ଫିଲ୍ଡରେ ଖଟିବି, ଆମେ ଫିଲ୍ଡ ଷ୍ଟାଫ୍ ନା, ଫିଲ୍ଡ ଷ୍ଟାଫ୍ ଯେହେତୁ ସେ କାମ କରୁଛି, ସମସ୍ତ ଦୁନିଆରେ ଯେତେ ବି ସରକାରୀଙ୍କର ସ୍ତରରେ ଯେତେ ବି ପଦବୀ ଅଛି ସମସ୍ତଙ୍କର ସେପାରେଟ୍ ଆଇଡି ସେପାରେଟ୍ ପାସୱାର୍ଡ ଅଛି। କିନ୍ତୁ ଆମର ଗୋଟେ ଏମିତି ପଦ ତଳଠୁ ତଳ ସ୍ତରରେ ଥିବା ଅମିନ ମାନେ ତାଙ୍କର ସେପାରେଟ୍ ଆଇଡି ଅଛି। ଆମଠୁ ଉପରେ ଥିବା ଆର୍ଆଇ ମାନେ ତାଙ୍କର ଆଇଡି ଅଛି, କିନ୍ତୁ ଆମର କାମର କୌଣସି ଆଇଡେଣ୍ଟିଫିକେସନ୍ ନାହିଁ। ଏଇଟା ହେଉଛି ମୁଖ୍ୟ। ଆଉ ଗୋଟେ ଆପଣଙ୍କୁ ଜାଣିକି ଆପଣ ଆଶ୍ଚମ୍ବିତ ହେଇଯିବେ, ଓଡ଼ିଶାର ଜନଜାତା କିମ୍ବା ଆମର ମାନ୍ୟବର ମନ୍ତ୍ରୀ ମଧ୍ୟ ଜାଣିନଥିବେ କି ନାହିଁ ଆମେ ଜାଣିନେ, କିନ୍ତୁ ସେଟା ଉପରେ ମୁଣ୍ଡ ଖେଳି ନାହାନ୍ତି। ଦୟାକରି ତା ଉପରେ ଟିକେ ଦୟାକରି କ୍ଲାରିଫିକେସନ୍ ଆମେ ମାଗୁଛେ। ଗୋଟେ ଜିନିଷ ଆପଣ ଜାଣନ୍ତୁ କେତେ ଅବ୍ୟବସ୍ଥା। ଦେଖନ୍ତୁ ଗୋଟେ ଚାକିରି, ଆମେ ଗୋଟେ ଏକ୍ଜାମ୍ ହେଉଛି, ଗୋଟେ ଏକ୍ଜାମ୍ରେ ଗୋଟେ ଧରାଯାଉ 100 ମାର୍କ ହେଲା, 100 ମାର୍କରୁ ଯିଏ 80 ମାର୍କ ରଖିଲା ସେ ଆର୍ଆଇ, ଯିଏ 60 ମାର୍କ ରଖିଲା ସେ ଏଆର୍ଆଇ, ଯିଏ 40 ମାର୍କ ରଖିଲା ସେ ଅମିନ। କାହିଁକି ତାଙ୍କର ସେଇ ଅନୁସାରେ ଚଏସ୍ ଲକିଂ ଦିଆହେଇଛି ଏବଂ ତାଙ୍କର ଗ୍ରେଡ୍ ପ୍ୟାଡ୍ ସେଇ ଅନୁସାରେ ଅଛି। କିନ୍ତୁ ଗୋଟେ ଦୁଃଖ କଥା ଜାଣନ୍ତୁ, ଗୋଟେ ଅମିନ ଡାଇରେକ୍ଟ ଆର୍ଆଇକୁ ପ୍ରମୋସନ୍ ପାଉଛି। ଆଉ କାହିଁକି ସେ 40 ମାର୍କ ରଖିଥିବା ପିଲା ଆଗରେ ପ୍ରମୋସନ୍ ପାଉଛି, ହୁଆରେ 60 ମାର୍କର ପିଲାର ପ୍ରମୋସନ୍ ନାହିଁ। ସେଇଟା ହେଉଛି ସବୁଠୁ ଗୋଟେ ଭୁଲ ସିଷ୍ଟମ୍ ଚାଲିଛି। ସେଟା କେହି ଶୁଣୁନାହାନ୍ତି, ତାକୁ ଖାଲି ହଟଉଛନ୍ତି ଆମ ଭିତରେ, ମାନେ ଡିଫରେନ୍ସ କ୍ରିଏଟ୍ କରିକି ଆମକୁ ଖେଳୁଛନ୍ତି। କିନ୍ତୁ ଯେଉଁଟା ନ୍ୟାୟସଙ୍ଗତ, ମେରିଟ୍ କମ୍ ସିନିୟରିଟି ବେସିସ୍ରେ ଆକ୍ଚୁଆଲି ପ୍ରମୋସନ୍ ଦେବା କଥା। ଯେ ମେରିଟ୍ ପିଲା, ଯେ 60 ମାର୍କ ରଖିଛି ତାକୁ ପ୍ରମୋସନ୍ ଦିଆଯାଉ, ଯେ 6 ବର୍ଷ ଚାକିରି, 8 ବର୍ଷ 10 ବର୍ଷ ଚାକିରି କରିଛି ତାକୁ ପ୍ରମୋସନ୍ ଦିଆଯାଉ। କିନ୍ତୁ ହ୍ୱେୟାରେଜ୍ ସଂଖ୍ୟା ଦେଖିକି ପ୍ରମୋସନ୍ ଦିଆଯାଉଛି, ଯଦି ଏଆର୍ଆଇଙ୍କୁ ଦିଆଯାଉନି। କାରଣ ହେଉଛି ସବୁ ରୁଲ୍ରେ ଭୁଲ ଅଛି, ମାନେ ଯାହାର ସଂଖ୍ୟା ଅଧିକା ତାକୁ ଦିଆଯାଉଛି। ଧରାଯାଉ ଅମିନ ସଂଖ୍ୟା 100ରୁ 80 ଅଛନ୍, ତାର ତାଙ୍କର 8 ଜଣ ପାଇବେ। ଏଆର୍ଆଇ 100ରୁ 40 ଅଛନ୍, ତାଙ୍କର 4 ଜଣ ପାଇବେ। ଏଇଟା କି ପ୍ରକାର? ଆମେ ଚାହୁଁଛେ ଯିଏ ସିନିୟର, ଯିଏ ଅଧିକ ମାର୍କ ରଖୁଛି ତାକୁ ହିଁ ପ୍ରମୋସନ୍ ଦିଆଯାଉ। ସେଇଟା ହେଉଛି ଦୁନିଆର ଯେତେ ବି ନିୟମ ଅଛି ଆପଣ ଦେଖିଦେବେ, ସେଇ ନିୟମରେ ଦିଆଯାଉଛି। କିନ୍ତୁ ରେଭେନ୍ୟୁ ଏଇଟା କି ଓଡ଼ିଶା ଗଭର୍ଣ୍ଣମେଣ୍ଟର ପ୍ରଥମ, ଯିଏକି ତଳ ସ୍ତରର କମ୍ ମାର୍କ ରଖିଥିବା ପିଲା, କମ୍ ଏକ୍ସପେରିଏନ୍ସରେ ଥିବା ପିଲା, 1800 ଗ୍ରେଡ୍ ପେରେ ଥିବା ପିଲା ସିଏ ପ୍ରମୋସନ୍ ପାଇବ, 1900 ଗ୍ରେଡ୍ ପେର ପ୍ରମୋସନ୍ ପାଇବ ନାହିଁ। এইটা হচ্ছে ସବୁଠୁ ଦୁଃଖ ଏବଂ ଭୁଲ। ଏହା ଉପରେ ହାଇକୋର୍ଟରେ କେସ୍ ମଧ୍ୟ ଚାଲିଛି, କୌଣସି କିଛି ପ୍ରକାର ପଜିଟିଭ ରେସ୍ପନ୍ସ ଆମ ପାଖକୁ ମିଳୁନି। ଯଦି ସରକାର ଆମର এই ଦାବି ନ ଶୁଣନ୍ତି, ଆମେ ସାମ୍ବିଧାନିକ ଉପାୟରେ ଆମେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବୁ। ଏଇଟା ଆମେ କହିଦେଉଛୁ। ଆମେ ବାରମ୍ବାର ଆପଣମାନଙ୍କ ଥ୍ରୋରେ ସରକାରଙ୍କୁ ରିକ୍ୱେଷ୍ଟ କରୁଛୁ, ଆମର ଗୋଟେ ନ୍ୟାୟ ସଙ୍ଗତ, ଆମେ କୌଣସି ବହୁତ ବଡ଼ ଜିନିଷ ମାଗୁନେ। ଯେଉଁ ଜିନିଷ ଅଛି ସେଇ ଜିନିଷର ଅଣ ଆର୍ଥିକ ଦାବି ଗୁଡ଼ାକ ଦୟାକରି ସେଟା ପୂରଣ କରନ୍ତୁ, ଆମକୁ ଆଇଡିଟା ଆଗରେ ଦେଇ ଦିଅନ୍ତୁ। ଏତିକି ହେଉଛି ଆମର ରିକ୍ୱେଷ୍ଟ। ଏଇଠି ଆମେ 30ଟା ଜିଲ୍ଲାର, ପ୍ରତି ଜିଲ୍ଲାରୁ ସହକାରୀ ରାଜସ୍ୱ ନିରୀକ୍ଷକ ମାନେ ଆସି ଏକାଠି ହେଇଛୁ। ଯେହେତୁ ଆମର କିଛି ଦାବି ସରକାରଙ୍କ ପାଖରେ ପହଞ୍ଚୁଛି କି ନାହିଁ, କିନ୍ତୁ ଆମର ଫୁଲଫିଲ୍ ହେଇପାରୁନି। ଆମେ ଯେଉଁ ଅସୁବିଧାରେ ଥିଲୁ 15 ବର୍ଷ ତଳେ, ଏବେ ବି ସେଇ ସମସ୍ୟାରେ ଅଛୁ। ତ ସେଇ ବିଷୟରେ ଆଲୋଚନା କରିବା ପାଇଁ ଆମେ ଏଇଠି ଏକାଠି ହେଇଥିଲୁ। ଆମର ମୁଖ୍ୟ ଦାବି ହେଉଛି, ଆମେ ଫିଲ୍ଡ ଲେବୁଲରେ, ଅଫିସ୍ ଲେବୁଲରେ ସବୁ କାମ କଲେ ବି ଆମ କାମର କୌଣସି ସାର୍ଟିଫିକେସନ୍ ନାହିଁ, କୌଣସି ଅଥରାଇଜେସନ୍ ନାହିଁ। ଆମେ ନିଜେ, ଆମର କୌଣସି ସିଗ୍ନେଚର ଅଥେଣ୍ଟିକେସନ୍ ନାହିଁ, ସିଲ୍ ସାଇନ୍ କିଛି ନାହିଁ। ଡିଜିଟାଲ କାମ ପାଇଁ ଆମର ଯେତେ ସବୁ ବର୍ତ୍ତମାନ ରେଭିନ୍ୟୁ ସର୍ଭିସ୍ ସବୁ ଡିଜିଟାଲାଇଜେସନ୍ ହେଇଛି, ଏଲ୍ଆର୍ଏମ୍ଏସ୍ ସର୍ଭିସ୍ ହଉ, ଇ ସର୍ଭିସ୍, ଇ ପାଉତି ସର୍ଭିସ୍ ହଉ, ସର୍ଭିସ୍ ପ୍ଲସ୍ ହଉ, କୌଣସିଥିରେ ଆମର କୌଣସି ଆଇଡି ନାହିଁ। ଆର୍ଆଇଙ୍କ ଆଇଡିରେ ଆମେ କାମ କରୁଛୁ, ଯେଉଁଥିପାଇଁ କି ଆମେ ସେଇଟା କଲୁ, ଆମେ ଯେଉଁ କାମଟା କଲୁ ସେଇ କାମଟା ଆମେ କରିଛୁ ବୋଲି କେଉଁଠି ହେଲେ ପ୍ରତିପାଦିତ ହେଇପାରୁନାହିଁ। ତ ଆମେ ଚାହୁଁଛୁ ଯେ ଆମ ପାଇଁ ନିଜସ୍ୱ ଆଇଡି କ୍ରିଏସନ୍ କରାଯାଉ। ରାଜସ୍ୱ ବିଭାଗ ତରଫରୁ ସହକାରୀ ରାଜସ୍ୱ ନିରୀକ୍ଷକଙ୍କ ପାଇଁ ନିଜସ୍ୱ ଆଇଡି କ୍ରିଏସନ୍ କରାଯାଉ, ଯେଉଁଥିପାଇଁ କି ସିଏ ଯେଉଁ କାମ କରିବେ ନିଜେ ତାର ରେସ୍ପନ୍ସିବିଲିଟି ସେ ନିଜେ ନେବେ। ଆମେ ଯେଉଁ କାମ କରିବୁ ସେଇ କାମ ପାଇଁ ଆର୍ଆଇ କାହିଁକି ରେସ୍ପନ୍ସିବୁଲ୍ ହେବେ? ଯଦି ଆମେ ଭୁଲ କଲୁ କି ଠିକ୍ କଲୁ, ଆମେ ସେଇ କାମକୁ ନିଜସ୍ୱ ଆଇଡି ଦେଲେ ଆମେ ବି ତଳ ସ୍ତରର, ମାନେ ରାଜସ୍ୱ ବିଭାଗର କର୍ମଚାରୀ, ଆମ କାମର ରେସ୍ପନ୍ସିବିଲିଟି ଆମେ ନିଜେ ନେବୁ। ତାପରେ ଆମର ପଦୋନ୍ନତି ନାହିଁ, ଯେହେତୁ ଆର୍ଆଇ ପୋଷ୍ଟଟା ଡାଇରେକ୍ଟ ରିକ୍ରୁଟମେଣ୍ଟରେ ଫିଲ୍ଅପ୍ ହେଇଯାଉଛି। ଆମେ ଯେଉଁ 12 ମସିହା, 10 ମସିହା, 14 ମସିହା ଏଆର୍ଆଇ ମାନେ ଯେଉଁମାନେ ଅଛନ୍ତି, ସେମାନଙ୍କର ପ୍ରମୋସନର ରାସ୍ତା ସମ୍ପୂର୍ଣ୍ଣ ରୂପେ ବନ୍ଦ ହେଇଯାଉଛି। ସେଥିପାଇଁ ଆମର ଫାଇନାନ୍ସିଆଲି ବେନିଫିଟ୍ ଟୋଟାଲ୍ ବନ୍ଦ। ଆମେ ଯେହେତୁ ଲେଭେଲ୍
फोर आमर हूँ एंट्री लेवलटा आमर 10 वर्ष पर इनक्रिमेंट हेले प्राय गोटे इनक्रिमेंट होची लेवल 5 ही होची सेटा आमे भाबुचु आमर आमर दाबी होची जे आमर लेवल 8 जेहेतु आरआई कर लेवल 9 आमर आमे तांको जूनियर आमर नेक्स्ट प्रमोशनल पोस्ट सेटा आमर लेवल 8 करा जाऊ ना ठीक अच्छे नहीं ऑफिसर माने रेस्पॉन्सिबिलिटी नियंती नुह आमे गोटे कामटे कलु आम कामर आमे करिचु बोली सेटा किए जानिबो केमती जानिबो जेहेतु आम सिग्नेचर नाही सील नाही हमर आईडी नाही जेहेतु हमर प्रति काम रेवेन्यू रो प्रत्येक काम एबे डिजिटलाइजेशन हाँ आरआई जेते अनुपस्थित रहउछन न अनेक आरआई एआरआई माने इंचार्ज तहसीलदार द्वारा दायित्व नहीं इंचार्ज आरआई हिसाब रे काम करूछंती तो सेते बेले तांको ऑथेंटिकेशन होउची प्रत्येक कामर सेही भली भाबरे आरआई थिला बेले जेमिति न थिला बेले जेमिति ऑथेंटिकेशन होउची हम कामर सेंति आरआई थिला बेले भी आमे जो काम करूछु सेही कामर भी ऑथेंटिकेशन दरकार आम पई स्वतंत्र आईडी क्रिएशन हो समस्त डिजिटलाइजेशन काम जेतक रेवेन्यू रो अछि सेतिरे आईडी क्रिएशन हेउ एवं आमर पे लेवलटा को एनहांस करा जाऊ जेहेतु आमर प्रमोशन रास्ता टोटाल बंद आमर पे लेवल एनहांस करा जाऊ एमएससीपी बदल रे पूर्वर जो आरएससीपी थिला आमर जेमिति नेक्स्ट 10 वर्ष पर नेक्स्ट प्रमोशनल स्केल को होउतिला सेही भली लागू करा गले आमे खुशी हेबो।